ଓମ୍ ଶାନ୍ତି। ରାଜସ୍ୱ ଅଶ୍ୱମେଧ ଅବିନାଶୀ ରୁଦ୍ରଗୀତା ଜ୍ଞାନ ଯଜ୍ଞର ରଚୟିତା ନିରାକାର ଭଗବାନଙ୍କର ଯଜ୍ଞରକ୍ଷକ ସଚ୍ଚା ସଙ୍ଗମଯୋଗୀ ବ୍ରହ୍ମାବତ୍ସ ବ୍ରାହ୍ମଣ ସନ୍ତାନମାନଙ୍କୁ ଶ୍ରେଷ୍ଠ କାର୍ଯ୍ୟର ବିଶେଷ ଶୁଭେଚ୍ଛା, ଶୁଭ ଅଭିନନ୍ଦନ, ସୁପ୍ରଭାତ, ସୁସ୍ୱାଗତମ୍। ଶାସ୍ତ୍ରରେ ଅନେକ ଉଦାହରଣ, ଅନେକ କାହାଣୀ ଦେଖାଯାଏ କି ମୁନି ଋଷିମାନେ ଯଜ୍ଞ ରଚନା କରି ତପସାଧନା ଆଦି କରୁଥିଲେ ସମାଜର କଲ୍ୟାଣ ସାଧନା ନିମନ୍ତେ, ଯେଉଁଥିରେ କି ଅସୁରମାନେ ବିଘ୍ନ ଘଟଉଥିଲେ, ଯଜ୍ଞକୁଣ୍ଡରେ ଅଶୁଦ୍ଧ ଜିନିଷ ତଥା ହାଡ଼ ମାଂସ ଆଦି ନିକ୍ଷେପ କରୁଥିଲେ ଯଜ୍ଞକୁ ଭ୍ରଷ୍ଟ କରିବା ପାଇଁ ଏବଂ ଏହାର ସୁରକ୍ଷା ପାଇଁ କେହି ନା କେହି ଦୈବୀ ଶକ୍ତିଧାରୀ ପ୍ରକଟ ହେଉଥିଲେ। ତେବେ ଏଠାରେ ବିଚାର କରିବା ଦରକାର, ଏହା ସବୁ ସେହି ସମୟର କଥା କୁହାଯାଉଛି ଯେତେବେଳେ ଧରା ଉପରେ ରାମ ରାଜ୍ୟ ଚାଲୁଥିଲା। ମର୍ଯ୍ୟାଦା ପୁରୁଷୋତ୍ତମଙ୍କର ରାଜ୍ୟରେ ଯଦି ଭୟଙ୍କର ଭୟାନକ ଅସୁରମାନେ ଥିଲେ, ବିଘ୍ନ ଘଟଉଥିଲେ, ତେବେ ବର୍ତ୍ତମାନ ଏଇ ପତିତ ତମପ୍ରଧାନ ଦୁନିଆରେ ତାଠାରୁ ଅଧିକ ଭୟଙ୍କର ଭୟାନକ କ୍ରୂର ରାକ୍ଷସ ବା ଅସୁର ଆଦି ହେବା ଦରକାର କାହିଁ? ସେଭଳି ତ କେହି ହେଲେ ଜଣେ ନାହାନ୍ତି। ଏଠାରେ ବାସ୍ତବରେ ଦେଖିଲେ ଏହା ବଡ଼ ଗୁହ୍ୟ ଏବଂ ସୂକ୍ଷ୍ମ କଥା ଅଟେ, ଯେଉଁ କଥାର ବାସ୍ତବିକ ଅର୍ଥକୁ ବର୍ତ୍ତମାନ ପରମ ପିତା ପରମାତ୍ମା ଆସି ବୁଝାଉଛନ୍ତି। କହୁଛନ୍ତି, ଅବିନାଶୀ ସୃଷ୍ଟି ନାଟକ ଘୂରି ଚାଲିଛି ଅବିରାମ ଗତିରେ, ଅବିକଳ ରୀତିରେ। ପ୍ରତିକଳ୍ପ ଅର୍ଥାତ୍ 4 ଯୁଗର ଶେଷରେ ଏହି କଳିଯୁଗର ଅନ୍ତ, ସତ୍ୟଯୁଗର ଆରମ୍ଭ, ଏହି ମଧ୍ୟବର୍ତ୍ତୀ କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ ମୁଁ ଆସି ପୁନଃ ତୁମମାନଙ୍କୁ ସ୍ୱରାଜ୍ୟ ପ୍ରାପ୍ତ କରାଇବା ପାଇଁ ସଚ୍ଚା ଗୀତା ଜ୍ଞାନର ଯଜ୍ଞ ରଚନା କରୁଛି, ଯେଉଁଥିରେ ଏହି ଶରୀର ରୂପକ ଅଶ୍ଵ ସହିତ ସାରା ପୁରୁଣା ଦୁନିଆ ସ୍ୱାହା ହେଉଛି ଏବଂ ଭାରତ ପୁନଃ ସତ୍ୟଯୁଗୀ ସ୍ୱର୍ଗ ରାଜ୍ୟରେ ପରିଣତ ହେଉଛି। ଯେଉଁମାନେ ଏହି ବିଶେଷ କାର୍ଯ୍ୟରେ, ଶ୍ରେଷ୍ଠ କାର୍ଯ୍ୟରେ ନିଜର ତନ ମନ ତଥା ଧନ ସହିତ ସହଯୋଗୀ ହେଉଛନ୍ତି, ଏହି ସଙ୍ଗମ ଯୁଗୀ ଶ୍ରେଷ୍ଠ ବ୍ରାହ୍ମଣ ହୋଇ ଏହି ଜ୍ଞାନ ଯଜ୍ଞର ରକ୍ଷା କରୁଛନ୍ତି, ସେହିମାନେ ହିଁ ଏହାର ଉତ୍ତରାଧିକାରୀ ହେଉଛନ୍ତି। ଭଗବାନ ହେଉଛନ୍ତି ଦୀନବନ୍ଧୁ। ବର୍ତ୍ତମାନ ସମସ୍ତଙ୍କୁ 5 ବିକାର ରୂପୀ ମାୟା ସମ୍ପୂର୍ଣ୍ଣ ତଳିତଳାନ୍ତ, ଦୁଃଖୀ, ଅଶାନ୍ତ, ଗରିବ କରିଦେଇଛି। ତୁମେମାନେ ବାବାଙ୍କ ଠାରୁ ଜ୍ଞାନର ଆଞ୍ଜୁଳି ନେଇ ସାହୁକାର ହେଉଛ, ଅର୍ଥାତ୍ ସତ୍ୟଯୁଗୀ ସତୋପ୍ରଧାନ ଦୁନିଆର ମାଲିକ ହେଉଛ। ଶିବ ବାବା ତୁମକୁ ନିଜ ଭଳି କରୁଛନ୍ତି ମହାନ ଆଉ ଶ୍ରେଷ୍ଠ। ଯେଉଁମାନଙ୍କର ଏହି ଭକ୍ତି ମାର୍ଗରେ ବର୍ତ୍ତମାନ ସୁଦ୍ଧା ଗାୟନ ଏବଂ ପୂଜନ ହେଉଛି ମନ୍ଦିରରେ, ମନୁଷ୍ୟମାନେ ଭାବୁଛନ୍ତି ଅସୁରମାନେ ବୋଧହୁଏ ଯଜ୍ଞରେ ଅଶୁଦ୍ଧ ପଦାର୍ଥ ଆଦି ପକାଉଥିଲେ, କିନ୍ତୁ ଏପରି ହେଇନଥାଏ। ବାସ୍ତବରେ ଏଠାରେ ଅର୍ଥାତ୍
ଯେଉଁମାନେ ଏହି ଶ୍ରେଷ୍ଠ ଜ୍ଞାନକୁ ଶ୍ରବଣ କରିବା ପାଇଁ ଏଠାକୁ ଆସି ମୋର ହେଇସାରିବା ପରେ ଅହଙ୍କାରର ବଶୀଭୂତ ହୋଇ କୌଣସି ଗ୍ରହାଚାରୀର ଅଧୀନ ହୋଇଯାଉଛନ୍ତି, ତେବେ ସିଏ ଯେପରି ଏହି ଜ୍ଞାନ ଯଜ୍ଞରେ ମଇଳା ପକାଇବା କାର୍ଯ୍ୟ କରୁଛନ୍ତି। କ୍ରୋଧରେ ଆସି ମୁଖରୁ ଯେଉଁ ବ୍ୟର୍ଥ କଥା ବାହାର କରୁଛନ୍ତି, ତାହା ହିଁ ଏହି ରୁଦ୍ର ଜ୍ଞାନ ଯଜ୍ଞରେ ବହୁତ ବଡ଼ ବିଘ୍ନର କାରଣ ହେଇଯାଉଛି। କେତେକ ପିଲା ସଙ୍ଗ ଦୋଷରେ ଆସି ନିଜର ଭାଗ୍ୟକୁ ନିଜେ ହିଁ ନଷ୍ଟ କରିଦେଇଥାନ୍ତି। ପାଞ୍ଚ ବିକାର ରୂପୀ ମାୟା ସେମାନଙ୍କୁ ଚାପୁଡ଼ା ମାରି କାଙ୍ଗାଳ କରିଦେଇଥାଏ, ଅର୍ଥାତ୍ ସମ୍ପୂର୍ଣ୍ଣ କୂଳ କଳଙ୍କିତ କରିଦେଇଥାଏ, କୁପୁତ୍ର କରିଦେଇଥାଏ। ଏବେ ଏହି ଚିନ୍ତା ଲାଗି ରହିବା ଦରକାର କି ଆମକୁ ତମ ପ୍ରଧାନରୁ ସମ୍ପୂର୍ଣ୍ଣ ସତପ୍ରଧାନ ହେବାର ଅଛି। ଏହା ହିଁ ହେଉଛି ଗୁପ୍ତ ପୁରୁଷାର୍ଥ ବା ଗୁପ୍ତ ପରିଶ୍ରମ। ଏଥିରେ ବାବା କେତେ ନିରହଙ୍କାରୀ ହେଇ ରହୁଛନ୍ତି। ସାରା ବିଶ୍ୱର ନିୟନ୍ତା ସୃଷ୍ଟିକର୍ତ୍ତା କେତେ ସାଧାରଣ ରୂପରେ ଆସି ଆମଠାରୁ କଉଡ଼ି ତୁଲ୍ୟ ଜିନିଷକୁ ନେଉଛନ୍ତି, ଅର୍ଥାତ୍ ଯେଉଁଗୁଡ଼ିକ ଆମକୁ ଜନ୍ମ ଜନ୍ମାନ୍ତର ଦୁଃଖୀ ଏବଂ ଅଶାନ୍ତ କରି ଆସିଛନ୍ତି ପଞ୍ଚବିକାର, ସେଗୁଡ଼ିକୁ ଦାନ ରୂପରେ ନେଇଯାଉଛନ୍ତି ଏବଂ ତା ପ୍ରତିବଦଳରେ ଆମକୁ ସମ୍ପୂର୍ଣ୍ଣ ସୁଖ ଶାନ୍ତି ଭରା ଧନ ପ୍ରାଚୁର୍ଯ୍ୟ ଭରା ରାଜ୍ୟର ମାଲିକାନା ପ୍ରଦାନ କରୁଛନ୍ତି। ଏହା କୌଣସି କମ୍ କଥା ନୁହେଁ। ଏଇଥିରୁ ଦେଖିବା ଦରକାର, ଭାବିବା ଦରକାର କି ଭଗବାନ କେତେ ନିରହଙ୍କାରୀ। ସେହିଭଳି ଆମକୁ ମଧ୍ୟ ନିରହଙ୍କାରୀ ହେବା ଆବଶ୍ୟକ। ସେଥିପାଇଁ ପ୍ରଥମ ଅବଗୁଣ ଯାହା ଦେହ ଅଭିମାନ ଅଟେ, ଯାହାକି ସର୍ବବିକାରର ମୂଳଦୁଆ, ତାହାକୁ ବାହାର କରି ପୂରାପୂରି ଦେହୀ ଅଭିମାନୀ ଅର୍ଥାତ୍ ଆତ୍ମ ଅଭିମାନୀ ହେବା ଦରକାର। ଅବିନାଶୀ ଜ୍ଞାନଧନ ଯାହାକି ଶିବ ବାବାଙ୍କ ଠାରୁ ମିଳୁଛି, ତାକୁ ଅନ୍ୟମାନଙ୍କୁ ଦାନ କରିବା ଦରକାର। ସମସ୍ତଙ୍କୁ ଅଜ୍ଞାନ ଅନ୍ଧକାରରୁ ଉଦ୍ଧାର କରିବା ଆବଶ୍ୟକ। ମୁଖରୁ ସର୍ବଦା ଜ୍ଞାନରତ୍ନ ହିଁ ବାହାର କରିବା ଆବଶ୍ୟକ। ଖରାପ କଥା ଶୁଣିବାର ନାହିଁ, ଦେଖିବାର ନାହିଁ, କହିବାର ନାହିଁ, କରିବାର ନାହିଁ କି ଭାବିବାର ମଧ୍ୟ ନାହିଁ। ଶିବ ବାବା କହୁଛନ୍ତି, ଦୟାର ଭାବନାକୁ ଜାଗ୍ରତ କରି ଦୁଃଖ କଷ୍ଟର ଦୁନିଆକୁ ପରିବର୍ତ୍ତନ କରୁଥିବା ମାଷ୍ଟର ମର୍ସିଫୁଲ୍ ଅର୍ଥାତ୍ ଦୟାଶୀଳ ଆତ୍ମା ହୁଅ। କାରଣ ଯେତେବେଳେ ପ୍ରକୃତିର ହଲଚଲ ହେବ, ଅର୍ଥାତ୍ ପ୍ରକୃତି ତାର ତାଣ୍ଡବ ରଚନା କରିବ, ମନୁଷ୍ୟମାନେ ତ୍ରାହି ତ୍ରାହି ଚିତ୍କାର କରିବେ, ଦୟା ବା କରୁଣାର ଭିକ୍ଷା କରିବେ, ସେତେବେଳେ ତୁମେ ନିଜର ଦୟାଶୀଳ ସ୍ୱରୂପକୁ ଜାଗ୍ରତ କରି ସେମାନଙ୍କର ଡାକରାକୁ ଶୁଣିବା ଦରକାର। ତେଣୁ ପ୍ରଥମେ ନିଜକୁ ସମ୍ପନ୍ନ କରିବା ଦରକାର। ଯଦି ଜ୍ଞାନ ଏବଂ ଯୋଗ ରୂପକ ଦୁଇଟି ଯାକ ଡେଣା ମଜବୁତ ଥିବ, ତେବେ ଯାଇ ଉଡ଼ିବାର କଳାର ଅନୁଭବ କରିପାରିବ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଃ ସେହି କଲ୍ୟାଣକାରୀ ପରମାତ୍ମାଙ୍କର ଆଉ କିଛି ଅମୂଲ୍ୟ ମହାବାକ୍ୟକୁ ଶ୍ରବଣ କରିବା
ଜୀବନରେ ଧାରଣ କରିବା, ନିଜେ ପରିବର୍ତ୍ତନ ହେବା ସହିତ ସାରା ବିଶ୍ୱକୁ ପରିବର୍ତ୍ତନ କରିବାର ଶ୍ରେଷ୍ଠ କାର୍ଯ୍ୟ କରିଚାଲିବା। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।